ଆଉ କୁମ୍ରୀ ଗ୍ରାମର ପ୍ରତ୍ୟେକ ମା ଭଉଣୀ ଛୋଟ ବଡ଼ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ନାମରେ ମୋର ଆନ୍ତରିକ ନମସ୍କାର। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ କରେ ଯେ ପ୍ରଭୁ ଆଉ ମୋତେ ଉମରି ମଣ୍ଡଳୀ ମଧ୍ୟରେ ସେ ଆଣି ଅଛନ୍ତି। ଆଉ ମୋର ଗୋଟେ ଇଚ୍ଛା ଥିଲା, ଗୋଟେ ଭାବନା ଥିଲା ଯେ ଦିନେ ମୁଁ ଉମରି ମଣ୍ଡଳୀରେ ଯିବି ଆଉ ସେଠାରେ ମୁଁ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବି। ଆଉ ପ୍ରଭୁଙ୍କର କୋଟି କୋଟି ଧନ୍ୟବାଦ ହେଉ ଯେ ପ୍ରଭୁ ଆଜି ତାହା ସଫଳ କରିଛନ୍ତି। ପ୍ରଭୁଙ୍କର ସ୍ତୁତି ହେଉ, ତାଙ୍କର ମହିମା ହେଉ। ଆଉ ମୁଁ ପ୍ରଭୁଙ୍କର ଦାସଙ୍କୁ ମଧ୍ୟ ଧନ୍ୟବାଦ କରେ ମୋତେ ଏହି ସୁଯୋଗ ଦେଇଥିବା। ତ ଆସନ୍ତୁ ଆମେ ପ୍ରଭୁଙ୍କର ବାକ୍ୟ କିଛି ସମୟ ଧ୍ୟାନ କରିବା। ଆମେମାନେ ଖୋଲିବା ମୋର ପରିଚୟ। ମୁଁ ଜୟପୁର ନୂଆସାହି 4th ଲାଇନ୍ରେ ରହେ। ଆଉ ମୋର ବାପା ମା ଅଛନ୍ତି, ଆଉ 3 ଭଉଣୀ ଆଉ ଜଣେ ଭାଇ। ମୋର ପଛର ଭଉଣୀ ଜଣେ ମ୍ୟାରେଜ୍ ହେଲେଣି। ଆଉ ଆମେ 2 ଭଉଣୀ, ଜଣେ ଭଉଣୀ ଆଉ 8th କ୍ଲାସ୍ ସେ ପଢ଼ୁଛନ୍ତି। ଆଉ ଗୋଟେ ଭଉଣୀ ସେ ଘରେ ରହି କାମ କାର୍ଯ୍ୟ କରୁଛନ୍ତି। ଆଉ ଗୋଟେ ଭାଇ ସେ ପରିତ୍ରାଣ ପାଇନାହିଁ, ତ ତାର ଜୀବନ ସେତେ ଭଲ ନାହିଁ। ଆଉ ଏହା ମୋର ପରିଚୟ। ମୁଁ ଆମର ଘରେ ବଡ଼ ପୁଅ ଅଟେ। ଆଉ ପ୍ରଭୁଙ୍କର ଦୟାରେ ମୁଁ କେରଳ ପତନମତିଟ୍ଟା ଡିଷ୍ଟ୍ରିକ୍ଟରେ ଯାଇ 3 ବର୍ଷ BTH କୋର୍ସ କରି ଆସିଲି। ଆଉ ଏହା ମୋର ପାଇଁ ଆଉ ଲୋକମାନଙ୍କର ପାଇଁ ମଧ୍ୟ ଗୋଟେ ସ୍ୱପ୍ନ ଥିଲା, ମାତ୍ର ପରମେଶ୍ୱର ସେହି ସ୍ୱପ୍ନକୁ ମଧ୍ୟ ସେ ପୂର୍ଣ୍ଣ କଲେ। ଆଉ ଜଣେ ଆଜ୍ଞାଙ୍କୁ ଯେତେବେଳେ ମୁଇଁ କହିଲି, ତୋର ବାପା ତ ଗୋଟେ ଫଳମୂଳ ବିକବା ଲୋକ, ତୁଇ ଯା ତାଙ୍କର ସହିତ ଫଳମୂଳ ବିକେ, ତୁ ଏଡ଼େ ଲାହା ସ୍ୱପ୍ନ ଦେଖିଲେ ହେବ କି ବୋଲି ମୋତେ ସେ କହିଲେ। ମାତ୍ର ମୁଇଁ ଜାଣିଥିଲି ଯେ ମୋର ପରମେଶ୍ୱର କିଏ ବୋଲି, ଆଉ ସେ ସବୁ କିଛି କରିପାରିବେ। ଆଉ ତାହା ସେ କଲେ ପାଇଁ ଆଜି ମୋର ପରିବାର ନାହିଁ, ମାତ୍ର ମୋର ସାହିର ଲୋକମାନେ ମଧ୍ୟ ମୋର ଜୀବନକୁ ଦେଖି ଖୁସି ହେଉଛନ୍ତି। ଆଉ ଏହା କେବଳ ସେଇ ସ୍ୱର୍ଗର ପରମେଶ୍ୱରଙ୍କର ଅନୁଗ୍ରହ ଏହା କରିଛି। ଆଉ ମୁଇଁ ମୋର ବଳରେ କି ଜ୍ଞାନରେ ଏହା କରିପାରିନଥାନ୍ତି, କି ଟଙ୍କାରେ ମଧ୍ୟ ଏହା ହେଇପାରିନଥାନ୍ତା। ମାତ୍ର ଯଦି ସ୍ୱର୍ଗର ପରମେଶ୍ୱର ଯାହାଙ୍କୁ ଅନୁଗ୍ରହ କରିବେ, ସେ ଅସମ୍ଭବ ବିଷୟ ମଧ୍ୟ ସମ୍ଭବ ହେଇଯିବ। ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। ତ ଆଜି ମୋର ମା ବାପା ମଧ୍ୟ ବହୁତ ଖୁସି, ସାହି ସମାଜର ଲୋକମାନେ ମଧ୍ୟ ବହୁତ ଖୁସି। ଆଉ ଏହା ପରମେଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ହେଇଛି ବୋଲି ମୁଁ ପ୍ରଭୁଙ୍କର ବିଶେଷ ଧନ୍ୟବାଦ କରେ। ତ ଆସନ୍ତୁ ପ୍ରିୟମାନେ, ଆମେ କିଛି ସମୟ ପ୍ରଭୁଙ୍କର ବାକ୍ୟ ଦେଖିବା। ଆମେ ଖୋଲିବା ଏବ୍ରୀ 5 ପର୍ବ ତାର 11 ପଦଠୁ 14 ପଦ ପର୍ଯ୍ୟନ୍ତ। କେହି ଜଣେ ମୋତେ ପଢ଼ିବାରେ ସାହାଯ୍ୟ କରନ୍ତୁ। ଏପରି ପୁସ୍ତକ 5 ଅଧ୍ୟାୟ 11ରୁ 14 ପର୍ଯ୍ୟନ୍ତ ଏ ପ୍ରକାର ଲେଖାଯାଇଅଛି, ଏହି ବିଷୟରେ ଆମମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର। କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମମାନଙ୍କ ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମମାନଙ୍କର ପ୍ରୟୋଜନ ଅଛି। ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ପ୍ରୟୋଜନ। ସେ ଦୁଗ୍ଧ ପାଇ ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁ ମାତ୍ର। କିନ୍ତୁ ବୟପ୍ରାପ୍ତ ଲୋକେ, ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିପୁଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ପ୍ରଭୁଙ୍କର ସ୍ତୁତି ହେଉ। ଆମର ଆଜିର ବିଷୟ ହେଉଛି the danger of spiritual immaturity and the call to grow into maturity। ଆଉ ଯଦି ଓଡ଼ିଆରେ କହିବି ବୋଲେ, ଆଉ ଆତ୍ମିକ ଜୀବନରେ ନ ବଢ଼ବାର ତାର ବିପଦ କ'ଣ, ସେ ବିଷୟରେ ଆଜି ଆମେ ଦେଖିବା। ଆଉ ଗୋଟେ ଆହ୍ୱାନ
ପ୍ରଭୁଙ୍କର ଲୋକମାନଙ୍କୁ ସେମାନେ ଯେପରିକି ପରିପକ୍ବ ହେବେ। ଆଉ ଆଜିର ବିଷୟ ଆମର ଏହା ଅଟେ। ଆଉ ଏଠାରେ ଆମେ ଯଦି ଦେଖିବା ବୋଲେ ଆଉ ଲେଖକ ସେ ଜିହୁଦୀ ଖ୍ରୀଷ୍ଟିଆନ ମାନଙ୍କୁ ସେ ଲେଖୁଛନ୍ତି। ଆଉ ଯେଉଁମାନେ କି ଜିହୁଦୀ ଥିଲେ ଆଉ ଯେଉଁମାନେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ମସିହ ବା ଈଶ୍ୱର ବୋଲି ବିଶ୍ୱାସ କରୁନଥିଲେ ଆଉ ସେହି ଲୋକମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ ଯେ ଏକା ଆଉ ପ୍ରତିଜ୍ଞାତ ମସିହ ବୋଲି ଆଉ ସେମାନେ ଜିହୁଦୀରୁ ସେମାନେ ଖ୍ରୀଷ୍ଟିଆନ ହେଲେ ଆଉ ସେମାନଙ୍କୁ ଏହି ପତ୍ର ଲେଖାଯାଇଛି। ତ ଆଉ ଲେଖକ ଯଦି ଆମେ ତାର ଉପରେ ଦେଖୁ ବୋଲେ ଆଉ ପ୍ରଭୁ ଯୀଶୁ ଯେ ମହାଯାଜକ ପ୍ରଧାନ ଯାଜକ ସେ ବିଷୟରେ ଆଉ ଲେଖକ ସେମାନଙ୍କୁ ଲେଖୁଛନ୍ତି। ମାତ୍ର ଲେଖିଲା ବେଳେ ସେ ଟିକେ ରହୁଛନ୍ତି ଆଉ ସେ କହୁଛନ୍ତି ଯେ ଏହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି ଆଉ ତୁମେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝିବାର କଷ୍ଟକର। ପ୍ରଭୁଙ୍କର ସ୍ତୁତି ହେଉ ମହିମା ହେଉ। ଆଉ ଯେତେବେଳେ ମୁଁ ପେଣ୍ଟେକୋଷ୍ଟାଲ ବ୍ୟାକଗ୍ରାଉଣ୍ଡରେ ଥିଲି ଆଉ ମୋର ପେଣ୍ଟେକୋଷ୍ଟାଲ ପାଷ୍ଟର ମୋତେ କହୁଥିଲେ ଯେ ବ୍ରଦରନରେ ବହୁତ ଡିପ୍ ଟିଚିଂ ବା ଗଭୀର ଶିକ୍ଷା ଅଛି ବୋଲି ଆଉ ସେମାନେ ବହୁତ ଷ୍ଟ୍ରିକ୍ଟ ବୋଲି। ଆଉ ଯେତେବେଳେ ମୁଇଁ କୋରାପୁଟ ବ୍ରଦରନ ଆସେମ୍ବଲିରେ ଗଲି ସୁଜିତ କୁମାର ସୁନା ବୋଲବା ଜଣେ ଆଜ୍ଞାଙ୍କର ପାଖରେ ଆଉ ସେଠି ଯାଇକରି ମୁଇଁ ଅନେକ ବିଷୟ ଶିଖିଲି। ଆଉ ମୁଁ ଦେଖିଲି ଯେ କିଛି ଲୋକମାନେ ଆକା ଆଉ ବାଇବଲର ଶିକ୍ଷା ବିଷୟରେ ଭଲ କରି ଜାଣିଛନ୍ତି ମାତ୍ର ଅନେକ ଲୋକ ଆଜି ମଧ୍ୟ ଭଲ ଗୀତ ମଧ୍ୟ ଗାଇବାର ଜାଣିନାହିଁ କି ବାକ୍ୟ ମଧ୍ୟ ଆମକୁ ଭଲ ମନରେ ରହୁନାହିଁ। ତ ପ୍ରିୟମାନେ ଆପଣମାନେ ଜାଣିଛନ୍ତି ଯେ ଆମର ଏଇ ଭାତୃମଣ୍ଡଳୀ ପୁରା ଦୁନିଆରେ ଫେମସ୍ ହେଇଛି ଆମର ରାଇଟ୍ ଡକ୍ଟ୍ରିନ୍ ପାଇଁ ନେଇକି ଆମର ରାଇଟ୍ ଡକ୍ଟ୍ରିନ୍ ପାଇଁ ପୁରା ୱାର୍ଲଡରେ ଏଇ ବ୍ରଦରନ ଆସେମ୍ବଲି ଫେମସ୍ ହେଇଛି। ମାତ୍ର ଦୁଃଖର ବିଷୟ ଆଜି ବିଶ୍ୱାସୀ ମାନେ ଆଉ ସେପରି ଶିକ୍ଷାରେ ମଜବୁତ ନାହାନ୍ତି। ତ ଏହା ଏ ବିଷୟ ପ୍ରତି ଆମକୁ ଟିକେ ଧ୍ୟାନ ଦେବା ପାଇଁ ପଡ଼ିବ। ତ ଆମେ ଏଇ ବିଷୟରେ ଆଜି ଟିକେ ଚର୍ଚ୍ଚା କରିବା। ଆଉ ଲେଖକ ଏଠି କହୁଛନ୍ତି ଯେ ଏହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି ତୁମେମାନେ ଆଉ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବାର କଷ୍ଟକର। ତ ସେହି ଲୋକମାନେ କ'ଣ ସେମାନେ ବାକ୍ୟ କହିଲା ବେଳେ ସେମାନେ କ'ଣ ଶୁଣିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ ନଥିଲେ। ଆଉ ଯେମିତିକି ଏଠି ମଧ୍ୟ ଟିକେ ହଉଛି ବାକ୍ୟ ଯେତେବେଳେ ଚାଲବ ଶୈତାନ ସେତେବେଳେ କାମ କରବନି କିଏ ହେଲେ ବାହାରେ ପଳାଇବେ ନହେଲେ କିଏ ହେଲେ କୁଆଡ଼େ ପଳାଇବେ ନହେଲେ କିଏ ଗୋଟେ ଛୋଟ ଛୋଟ ପୁଅ ମନ ସାଙ୍ଗରେ ଖେଳବାଟା ଆରମ୍ଭ କରିଦେବେ। ତ ସେମିତି ହେଲେ କ'ଣ ଆମେ ବାକ୍ୟକୁ ବୁଝି ପାରବା ନାହିଁ। ଆଉ ଯଦି ବାକ୍ୟକୁ ବୁଝି ପାରବା ନାହିଁ ବୋଲେ ଶୈତାନକୁ ଆମେ ଜିଣି ମଧ୍ୟ ପାରବା ନାହିଁ। ତ ପ୍ରିୟମାନେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ଯେ ମଧ୍ୟ କୁହନ୍ତୁ ଗୋଟେ ଛୋଟ ପିଲା ମିଶା କହୁ ଆମେ ଧ୍ୟାନ ଦେଇ ଶୁଣିବାର ଅଛି କାରଣ ସେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ବାକ୍ୟ କହୁଛି ସେ କୋଉ ମଣିଷର ବାକ୍ୟ କହୁନାହିଁ। ପ୍ରଭୁଙ୍କର ସ୍ତୁତି ହେଉ ମହିମା ହେଉ। ତ ଆମକୁ ବାକ୍ୟକୁ ସମ୍ମାନ ଦେବା ପାଇଁ ପଡ଼ିବ କାରଣ ଏହା ସ୍ୱର୍ଗର ଈଶ୍ୱରଙ୍କର ବାକ୍ୟ ଅଟେ। ଏହା କୌଣସି ମଣିଷର ବାକ୍ୟ ନୁହେଁ। ଆଉ ଯଦି ଆମେ ବାକ୍ୟକୁ ସମ୍ମାନ ଦେବା ତେବେ ଈଶ୍ୱର ଆମକୁ ଆଶୀର୍ବାଦ କରିବେ। ପ୍ରଭୁଙ୍କର ସ୍ତୁତି ହେଉ ମହିମା ହେଉ। ଆଉ ସେମାନେ କ'ଣ ଶୁଣିବାରେ ଶିଥିଳ ଥିଲେ ସେଥିପାଇଁ ତାର ଅର୍ଥ ସେମାନେ ବୁଝିବା ପାଇଁ କଷ୍ଟକର ଥିଲା। ତ ଆଜି ଚର୍ଚ୍ଚରେ ଧରି ନିଅନ୍ତୁ 60 ଲୋକ ଆସୁଛନ୍ତି ସମାନ ବାକ୍ୟକୁ ସମସ୍ତେ ତାର ଠିକ ଅର୍ଥ ବୁଝି ପାରୁଛନ୍ତି କି ନାହିଁ। ଧ୍ୟାନ ଦେଇ ଶୁଣିଲେ ଆକା ବାକ୍ୟର ଅର୍ଥ ବୁଝି ହେବନି କି। ଆଉ ଯଦି ବାକ୍ୟ ଚାଲବା ସମୟରେ ଆମେ ଅନ୍ୟ ଆଡ଼େ ଧ୍ୟାନ ଦେବା ବେଲେ ଆମେ ବାକ୍ୟକୁ ବୁଝି ପାରବା କି ବୁଝି ପାରବା ନାହିଁ। ତ ସେମିତି ଏହି ଚର୍ଚ୍ଚର ଲୋକମାନଙ୍କର ମଧ୍ୟ ଅବସ୍ଥା ଥିଲା।
ଆଉ ସେ କହନ୍ତି ଆଉ ଏହି ବିଶ୍ୱାସୀ ମାନେ ସେମାନେ କ'ଣ ଆତ୍ମିକ ଭାବରେ ପ୍ରସ୍ତୁତ ନଥିଲେ। ଆଜି ପ୍ରିୟମାନେ ଆମେ ଚର୍ଚ୍ଚକୁ ଆସୁଛୁ, ମାତ୍ର ଆଜି କ'ଣ ଆମେ ଆତ୍ମିକ ଭାବରେ ପ୍ରସ୍ତୁତ କି? ଆମର ଆତ୍ମିକ ଜୀବନ ଆଜି କେମିତି ଅଛି ସେ ବିଷୟରେ ଆମେ ଟିକେ ଧ୍ୟାନ ଦେବା କଥା। କାରଣ ଯଦିଓ ଏତେ ସମୟ ମଧ୍ୟରେ ତୁମମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ର ଗୁଡ଼ିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ତୁମମାନଙ୍କର ପ୍ରୟୋଜନ ଅଛି। ଆଉ ସେମାନେ ହୁଏତ ଖ୍ରୀଷ୍ଟିଆନ ହେଇ କିଏ 15 ବର୍ଷ ହେଇଯାଇଥିଲା, କିଏ 20 ବର୍ଷ ହେଇଯାଇଥିଲା, ମାତ୍ର ଏବେ ମିଶା ସେମାନଙ୍କର ଦରକାର ଥିଲା ଯେ ପ୍ରଭୁ ଯୀଶୁଙ୍କୁ କେମିତି ବିଶ୍ୱାସ କରବା ସେ ବିଷୟରେ, ପରିତ୍ରାଣ ବୋଲେ କ'ଣ ତାଙ୍କୁ ସେ ବିଷୟରେ ଶିକ୍ଷା ଦେବାର କ'ଣ ଦରକାର ଥିଲା। ଆଉ ତାପରେ ଅନନ୍ତ ଜୀବନ ବୋଲେ କ'ଣ। ତ ଆମେ ଆଜି ମଣ୍ଡଳୀରେ ଆସୁଛୁ, ମାତ୍ର ଆମେ ଯଦି ମଣ୍ଡଳୀ ସରିଲା ପରେ ବାହାରି ଯିବା, ଗୋଟେ ବିଜାତି ଆମକୁ ପଚାରିବ ପରିତ୍ରାଣ ବୋଲେ କ'ଣ ଭଉଣୀ, ତମେ ଏତେ ବର୍ଷ ହେଲା ଚର୍ଚ୍ଚକୁ ଯାଉଛ ବୋଲି ଆମକୁ ପଚାରବେ, ତେବେ ଆମେ ତାକୁ ଠିକ ଉତ୍ତର ଦେଇ ପାରବା କି? ଆମେ ଜାଣିଥିଲେ ଆକା ଦେଇ ହେବନି, ନ ଜାଣିଥିଲେ ଦେଇ ହେବ କି ନାହିଁ, ଲଜ୍ଜିତ ହେଇ ହେବ। ତ ବାକ୍ୟର ଜ୍ଞାନ ଗୋଟେ ବିଶ୍ୱାସୀ ପାଇଁ ବହୁତ ଆବଶ୍ୟକ ଅଟେ। ଚର୍ଚ୍ଚକୁ ଆସିବାଟା କେବଳ ଯଥେଷ୍ଟ ନୁହେଁ, ମାତ୍ର ଆମେ କେତେ ଈଶ୍ୱରଙ୍କର ବାକ୍ୟକୁ ସଞ୍ଚୟ କରୁଛୁ ଆମର ଜୀବନରେ, ଆମେ କେତେ ମାତ୍ରାରେ ଈଶ୍ୱରଙ୍କର ବାକ୍ୟକୁ ବୁଝିପାରୁଛୁ, ତାହା ମେନ୍ ବିଷୟ ଅଟେ। ଆଜିକାଲି ଆମେ ମନ୍ଦ ଜଗତରେ ବାସ କରୁଛୁ, ଯଦି ବାକ୍ୟର ଜ୍ଞାନ ଆମର ପାଖରେ ନଥିବ ବୋଲେ ଆମେ ବହୁତ ସହଜରେ ପାପରେ ପଡ଼ିଯିବା। ତ ବାକ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବାକ୍ୟ ଦ୍ୱାରା ଆପଣଙ୍କର ପରିବାରରେ ଆଶୀର୍ବାଦ ଆସିବ, ବାକ୍ୟ ଦ୍ୱାରା ଆପଣଙ୍କର ପରିବାରରେ ଶାନ୍ତି ଆସିବ, ଆଉ ବାକ୍ୟ ଦ୍ୱାରା ଆପଣଙ୍କର ପରିବାରରେ ଯେଉଁ ସମସ୍ୟା ଅଛି ତାହା ସମାଧାନ ହେବ। ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ, ବାକ୍ୟ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ତ ସେମାନେ କ'ଣ, ଆଉ ସେମାନେ ଶୁଣିବାରେ ଶୀତଳ ଥିଲେ, ଅର୍ଥାତ୍ କ'ଣ, ସେମାନେ ବାକ୍ୟ ଶୁଣିବା ପାଇଁ ଅଳସୁଆ ଥିଲେ, ବାକ୍ୟ ସେମାନେ ଶୁଣୁନଥିଲେ। ବାଇବଲର ଲୋକମାନେ, ତ ସେମାନଙ୍କର ଜୀବନକୁ ଦେଖି ଲେଖକ ଲେଖିଲେ ଯେ ତମେ ଅଳସୁଆ ଲୋକମାନେ, ତମେ ବାକ୍ୟ ଚାଲବା ସମୟରେ ତମେ ଅନ୍ୟ ମନସ୍କ ହେଉଛ, ତମେ ଅନ୍ୟ ଆଡ଼େ ଧ୍ୟାନ ଦେଉଛ। ବାଇବଲର ଲୋକମାନେ ସେମିତି ଥିଲେ ସେ ଟାଇମରେ। ଆଉ ମୁଁ ଜାଣେ ନାହିଁ ଯେ ଏଇ ଉମରି ଗାଁର ଲୋକମାନେ ବାକ୍ୟ ଚାଲିଲା ବେଳେ ସେମାନଙ୍କର ମନ ଧ୍ୟାନ ଦେଉଛନ୍ତି ବୋଲି, ମାତ୍ର ପ୍ରଭୁ ଜାଣିଛନ୍ତି। ମାତ୍ର ବାକ୍ୟ ଚାଲବା ସମୟରେ ଆମେ ଧ୍ୟାନ ଦେଇ ଶୁଣିବା କଥା। ଆମେ ବାକ୍ୟ ବେଶୀ ସମୟ ନାହିଁ, ବେଶୀ ହେଲେ ଅଧଘଣ୍ଟା ଶୁଣବୁନି କି, ତାପରେ ଆମେ ଘରେ ଯାଇକରି ରନ୍ଧା ବଢ଼ା କରି ଆମେ ଖାଇବୁ। ତ ଅଧଘଣ୍ଟା ମଧ୍ୟ ଆମେ ଧ୍ୟାନ ଦେଇ ବାକ୍ୟ ଶୁଣିବାର ଅଛି ପ୍ରିୟମାନେ, ନହେଲେ ଆମେ ଆତ୍ମିକ ଜୀବନରେ ବଢ଼ି ପାରବା ନାହିଁ। ଆଉ ସେମାନଙ୍କର ସମସ୍ୟା ଥିଲା ଯେ ସେମାନେ ବାକ୍ୟ ସମୟରେ ଅନ୍ୟ ମନସ୍କ ହେଉଥିଲେ ବା ବାକ୍ୟ ଶୁଣିବା ପାଇଁ ଇଚ୍ଛୁକ ହେଉନଥିଲେ। ଚର୍ଚ୍ଚର ଲୋକମାନେ ମଧ୍ୟ ସେମାନେ ବାକ୍ୟରେ ଦୁର୍ବଳ ଅଟନ୍ତି, ଯେ ବାକ୍ୟ ଶୁଣିବ ନାହିଁ, ବାଇବଲ ପଢ଼ିବ ନାହିଁ, ସେ ବାକ୍ୟର ଜ୍ଞାନରେ ବଢ଼ି ପାରିବ କି ନାହିଁ? ନା ପ୍ରଭୁ ଡାଇରେକ୍ଟ ସ୍ୱର୍ଗରୁ ଜ୍ଞାନ ଦେଇଦେବେ। ପ୍ରଭୁ ବାଇବଲ ଦେଇଛନ୍ତି ଆମକୁ ଦିନ ରାତି ଧ୍ୟାନ କରି ବାକ୍ୟର ଜ୍ଞାନକୁ ଅର୍ଜନ କରିବା ପାଇଁ। ପ୍ରଭୁ ଆମକୁ ଏତେ ସୁନ୍ଦର ଚର୍ଚ୍ଚ ଦେଇଛନ୍ତି, ଏଠି ଆସିକରି ପ୍ରଭୁଙ୍କର ବାକ୍ୟକୁ ଶୁଣିକରି ନିଜର ଜୀବନକୁ ସଜାଡ଼ବା ପାଇଁ ନେଇକି। ଆଉ ଯଦି ଆମେ ତାହା କରିବୁ ନାହିଁ ବୋଲେ ଆହୁରି ଅନ୍ୟ କୋଉ ଉପାୟ ଅଛି କି ଆତ୍ମିକ ଜୀବନରେ ବଢ଼ବା ପାଇଁ? ନାହିଁ। ଯଦି ଗୋଟେ ବିଶ୍ୱାସୀ ମଣ୍ଡଳୀକୁ ଆସିକରି ଆତ୍ମିକ ଜୀବନରେ ସେ ବଢ଼ି ପାରୁନାହିଁ ବୋଲେ, ତେବେ ଆପଣମାନେ ମୋତେ କୁହନ୍ତୁ ସେ ଆହୁରି କୋଉଠି ଯାଇକରି ଆତ୍ମିକ ଜୀବନରେ ବଢ଼ବ? ଆରେ ଏମିତି କୋଉ ଜାଗା ଦୁନିଆରେ ଅଛି କି? ନାହିଁ। ଗୋଟେ ଲୋକ ଯଦି ଚର୍ଚ୍ଚରେ ଯାଇ ଭଲ ହେଉନାହିଁ ବୋଲେ ସେ ଆହୁରି କୋଉଠି ଯାଇ ଭଲ ହେବ? ମନ୍ଦିରରେ ଯାଇକରି ଭଲ ହେବ କି? ନାହିଁ। କି କୋଉ ମସଜିଦରେ ଯାଇକରି ଭଲ ହେବ? ଚର୍ଚ୍ଚ ହେଉଛି ପାପୀ ମାନେ ଭଲ ହେବା ଜାଗା। ଆଉ ଗୋଟେ ଲୋକ ସେଠିକୁ ଆସିକରି ମଧ୍ୟ ଈଶ୍ୱରଙ୍କର ଲୋକମାନଙ୍କର ପାଖରେ ଆସିକରି ମଧ୍ୟ ତାର ଜୀବନ ଯଦି ଭଲ ହେଉନାହିଁ ବୋଲେ ତାର ଜୀବନରେ କୋଉଠି ଯାଇ ଭଲ ହେବ?
ମୋ ଦୁକାନରେ ଗଲେ ଭଲ ହେବ କି ନାହିଁ ଚର୍ଚ୍ଚରେ ଆକା ଭଲ ହେବା କଥା। ତାପରେ ଆମେ ଯଦି ଦେଖିବା ବୋଲେ ଆତ୍ମିକ ଜୀବନରେ ବଢ଼ବା ପାଇଁ ହେଲେ ଆମକୁ ଈଶ୍ୱରଙ୍କର ବାକ୍ୟ ଏକ ଶୁଣିବାର ଅଛି। ଏଟଲିଷ୍ଟ ଆମେ ଶୁଣିପାରବା, ଧ୍ୟାନ ଦେଇ ଆମେ ଶୁଣିବା ପ୍ରିୟମାନେ। ଆଉ ତାପରେ କେବଳ ଚର୍ଚ୍ଚ ଆସିବା ତାହା ଯଥେଷ୍ଟ ନୁହେଁ। ଚର୍ଚ୍ଚ ଆସିବା କେବଳ ଯଥେଷ୍ଟ ନୁହେଁ। ଆଉ ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଧ୍ୟାନ ଦେଇ ଶୁଣିବେ ନାହିଁ ସେମାନେ ଆତ୍ମିକ ଜୀବନରେ କ'ଣ ଦୁର୍ବଳ ହେଇଯିବେ। ଆଉ ଯଦି ଆମେ ଆତ୍ମିକ ଜୀବନରେ ଦୁର୍ବଳ ହେଇଯିବା, ପ୍ରାର୍ଥନା ସରିଲା ପରେ ଆମେ କୋଉଠି କାମକୁ ଯିବା କି ବାହାରେ ମାର୍କେଟ କୋଉଠି ଯିବା କି ଆମକୁ କ'ଣ କହିଲେ ଆମେ ତାକୁ ଖରାପ ଭାଷାରେ ଗାଳି କରିଦେବା, ହେଲେ ତାକୁ ଆମେ ମାରି ମିଶା ଦେବା। କାହିଁକି ଆମର ପାଖରେ ବାକ୍ୟ ନା, ଆମେ ଗୋଟେ ସାଧାରଣ ମଣିଷ। ଯଦି ଆମେ ବାକ୍ୟ ଧ୍ୟାନ କରିବା ନାହିଁ, ବାକ୍ୟର ଶକ୍ତି ଆମର ପାଖରେ ଥିବ ନାହିଁ ବୋଲେ we can commit sin very easily। ଆମେ ବହୁତ ସହଜ ଭାବରେ ପାପ ଆମେ କରିପାରିବା। ଆମେ ଗୋଟେ ବ୍ରଦରନ୍ ଲୋକ ବୋଲି ଆମକୁ ଡାଇରେକ୍ଟ ସ୍ୱର୍ଗରୁ ଶକ୍ତି ଆଇବ କି ନାହିଁ। ପ୍ରଭୁଙ୍କର ବାକ୍ୟ ଧ୍ୟାନ କରଲେ ପଢ଼ଲେ ଆକା ଆମକୁ ସେ ଆତ୍ମିକ ଶକ୍ତି ଆଇବ। ସେ ଶକ୍ତି ଦ୍ୱାରା ଆମକୁ ଗୋଟେ ଲୋକ ଚାପଡ଼ ମାରିଲେ ମଧ୍ୟ ଆମେ ସହ୍ୟ କରିପାରୁ। ପ୍ରଭୁଙ୍କର ସ୍ତୁତି ହଉ, ମହିମା ହଉ। ଆଉ ଯଦି ଈଶ୍ୱରଙ୍କର ବାକ୍ୟ ଆମର ହୃଦୟରେ ନଥିବ ତାହେଲେ ଆମେ ସହଜରେ ପାପ କରୁ। ଆଉ ଲେଖକ ମଧ୍ୟ କହନ୍ତି ଯେ ମୁଁ ଯେପରିକି ତମର ବିରୁଦ୍ଧରେ ପାପ ନ କରିବି ଏଥିପାଇଁ ମୋର ହୃଦୟରେ ମୁଁ ତମର ବାକ୍ୟକୁ ସଞ୍ଚୟ କରି ରଖିଛି। ତ ପ୍ରିୟମାନେ ଆମେମାନେ ମଧ୍ୟ ସେଇ ଲେଖକଙ୍କର ପରି ଈଶ୍ୱରଙ୍କର ବାକ୍ୟକୁ ନିଜର ହୃଦୟରେ ସଞ୍ଚୟ କରି ରଖବା, ନହେଲେ ଆମେ ତାଙ୍କର ବିରୁଦ୍ଧରେ ପାପ କରବୁ ଆଉ ଆମେ ଆମର ଜୀବନକୁ ଏକା ନଷ୍ଟ କରିଦେବୁ। ତ ଆଜି ଆମେ ପଚାରବା, ଡୁ ଆଇ ଇଗରଲି ଲିସନ୍ ଟୁ ଗଡ୍ସ ୱାର୍ଡ। ଆମେ କ'ଣ ଇଚ୍ଛୁକ ଭାବରେ, ଆଉ ଏଠାରେ ଯେତେ ମା ଭାଇ ଭଉଣୀ ବାପା ମାନେ ବସିଛନ୍ତି ସମସ୍ତେ ନିଜକୁ ପଚାରନ୍ତୁ ଯେ ମୁଁ ଈଶ୍ୱରଙ୍କର ବାକ୍ୟକୁ ଇଚ୍ଛୁକ ଭାବରେ ମୁଁ ଶୁଣୁଛି କି? ଆଉ ତାପରେ ମୁଁ କ'ଣ ବାଇବଲ ଷ୍ଟଡି ଆଉ ପ୍ରାର୍ଥନା ଦ୍ୱାରା ଆତ୍ମିକ ଜୀବନରେ ବଢୁଛି କି ନା ମୋର କିଛି ମଧ୍ୟ ଗ୍ରୋଥ ହେଉନାହିଁ, ବଢୁନାହିଁ। ଆଉ ଆମେ ଦେଖୁଛୁ ଏଇ ଲୋକମାନେ ଯେଉଁମାନଙ୍କର ବିଷୟରେ ଏଭ୍ରିରେ ଲେଖା ହେଇଛି ସେମାନେ ଫେଲ ହେଇଯାଇଥିଲେ ବଢ଼ବାରେ। ତ ଆଜି ଅନେକ ବିଶ୍ୱାସୀ ମାନେ ମଧ୍ୟ ଫେଲ ହେଇଯାଉଛନ୍ତି। ସେମାନେ ବର୍ଷ ବର୍ଷ ଧରି ଚର୍ଚ୍ଚ ଆସୁଛନ୍ତି, ମାତ୍ର ସେମାନଙ୍କର କ୍ୟାରେକ୍ଟର, ସେମାନଙ୍କର ଚରିତ୍ର, ସେମାନଙ୍କର ଜୀବନ ଚେଞ୍ଜ ହେଉନାହିଁ। ସୋ ସେମିତି ହେଲେ ଲାଭ କ'ଣ? କିଛି ମଧ୍ୟ ନାହିଁ। ପ୍ରଭୁଙ୍କର ଗୌରବ ହେବ ନାହିଁ, କି ସେମାନଙ୍କର ପରିବାରରେ ଆଶୀର୍ବାଦ ଆସିବ ନାହିଁ, କି ସେମାନଙ୍କର ମଣ୍ଡଳୀରେ ମଧ୍ୟ ଉନ୍ନତ ହେବ ନାହିଁ ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ ଦେବା ନାହିଁ ଆଉ ପାଳନ କରିବା ନାହିଁ। ଆଉ ଆମେ ଯଦି 13 ପଦରେ ଦେଖିବା ଯେ ଦୁଗ୍ଧ ପାଇ ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁ ମାତ୍ର। ଆଉ କ୍ଷୀର ବୋଲେ ବେସିକ ଡକ୍ଟ୍ରିନ୍, ଆଉ ବିଶ୍ୱାସ ବିଷୟରେ, ପ୍ରଭୁ ଯୀଶୁଙ୍କର ମୃତ୍ୟୁ ବିଷୟରେ, ଆଉ ତାପରେ ପରିତ୍ରାଣ ବିଷୟରେ, ଏହା ହେଉଛି କ୍ଷୀର। ଆଉ ଶିଶୁ, ଆମେ କେତେ ବର୍ଷର ପିଲାକୁ ଶିଶୁ ବୋଲି କହିପାରିବା କୁହନ୍ତୁ? 1 ବର୍ଷରୁ 3 ବର୍ଷ ଭିତର ପୁଅମାନେ। ଆଉ ଜଣେ ଆଜ୍ଞାଙ୍କର ବିଷୟରେ ମୁଁ ଶୁଣିଥିଲି, ଆଉ ତାଙ୍କୁ 8 ବର୍ଷ ହେଇଥିଲା, ସେ କେରଳର ଆଜ୍ଞା, ହେଲେ ମିଶା ତାଙ୍କେ କ୍ଷୀର ଛାଡ଼ି ନଥିଲେ। ତ ଆଜି ଆମର ବିଶ୍ୱାସୀ ମାନେ ମଧ୍ୟ ସେପରି, ସେମାନେ ଖ୍ରୀଷ୍ଟିଆନ ହେଇ 10 ବର୍ଷ, 25 ବର୍ଷ, 50 ବର୍ଷ ଲେଖା ହେଇଗଲା, ଆଜି ମିଶା ସେମାନଙ୍କୁ ସେ ବିଶ୍ୱାସ ବିଷୟରେ ଶୁଣିବାର ଅଛି। ପରିତ୍ରାଣ ବୋଲେ କ'ଣ, ତାପରେ ପ୍ରେମ ବୋଲେ କ'ଣ, ସେମାନଙ୍କର ପାଖରେ ଅଧିକ ଗଭୀର ଶିକ୍ଷା ନାହିଁ। ସେତିକି ଭିତରେ ଆମେ ସେମାନେ ସୀମିତ ହେଇକରି ରହିଯାଇଛୁ। ଆଉ ଶିଶୁମାନେ କ'ଣ ଟିକେକୁ ଝିକା ଟଣା ମାଡ଼ଗୋଳ ହେବେ କି ନାହିଁ, ସେମିତି ବିଶ୍ୱାସୀ ମାନେ ମଧ୍ୟ ଗୋଟେ ପଦ ଯଦି କହିଦେବା ସେମାନେ ଆକ୍ରମଣ କରିବା ପାଇଁ ଆସେ। ଯଦି ସେମିତି ଚିହ୍ନ ଆମେ ଦେଖୁଛୁ ତାର ଜୀବନରେ, ଆମେ ଜାଣିପାରିବା ଯେ ଗୋଟେ ଶିଶୁ ବୋଲି, କାହିଁକି ଆର ପାଖରେ ସହ୍ୟ କରିବା ପାଇଁ ଶକ୍ତି ନାହିଁ। ତ ଆମେ ଶାରୀରିକ ଭାବେ ଆମକୁ 50 ବର୍ଷ କି
ଷାଠିଏ ବର୍ଷ ହେଇଥାଇପାରେ, ମାତ୍ର ଆମେ ଆତ୍ମିକ ଜୀବନରେ ଆଜି ପରିପକ୍ව ଅଟୁ କି ମ୍ୟାଚର ଅଟୁ କି ତାହା ଚିନ୍ତା କରବାର ବିଷୟ ପ୍ରିୟମାନେ। ଆଉ ଯଦି ଆମେ ଆତ୍ମିକ ଜୀବନରେ ବଢ଼ବା ନାହିଁ, କ'ଣ ଆମର କ୍ଷତି ହେବ ତାହା ମୁଁ ଆପଣମାନଙ୍କୁ କହିବି। ଆଉ ଏଠାରେ ଲେଖାଯାଏ ଗୁରୁପାକ ଖାଦ୍ୟ ବିଷୟରେ ମଧ୍ୟ। ଗୁରୁପାକ ଖାଦ୍ୟ ବୋଲେ ଚିକେନ ମଟନ ଏସବୁ ଗୁରୁପାକ ଖାଦ୍ୟ। ଏବେ ଗୋଟେ ବର୍ଷର ପିଲାକୁ ଆମେ ଚିକେନ ବିରିୟାନୀ ଖୁଆଇବା ବୋଲେ ସେ ଖାଇବ କି ନାହିଁ? ଜବରଦସ୍ତି ଖୁଆଇବା ବୋଲେ ମଧ୍ୟ ତାକୁ କ'ଣ ଝାଡ଼ା ବାନ୍ତି ହେଇଯିବ। ତ ସେପରି ଏହି ଲୋକମାନେ ମିଶା ଥିଲେ। ପ୍ରଭୁ ଯୀଶୁ ଆଉ ଯେ ମହାପ୍ରଧାନ ଯାଜକ ଅଟନ୍ତି ସେ ବିଷୟରେ ଏମାନଙ୍କୁ କହିବି ବୋଲିଲା ବେଳେ ଲେଖକ ସେମାନେ ଶୁଣବା ପାଇଁ ଇଣ୍ଟରେଷ୍ଟେଡ ନଥିଲେ। ଆଉ ଯଦି କହିଥାନ୍ତେ ସେମାନେ ବୁଝି ମଧ୍ୟ ପାରି ନଥାନ୍ତେ। ତାଙ୍କର ଶୁଣବା ପାଇଁ ଇଚ୍ଛା ନଥିଲା ପାଇଁ ଲେଖକ କହିବା ପାଇଁ ମଧ୍ୟ ଇଚ୍ଛା କରଲେ ନାହିଁ। ତ ପ୍ରଭୁଙ୍କର ସ୍ତୁତି ହେଉ, ମହିମା ହେଉ। ଆଉ ସେପରି ଆମମାନଙ୍କର ଜୀବନ ନ ହେଉ। ଏଭ୍ରି ମ୍ୟାଚର ବିଲିଭର ସୁଡ୍ ବି ଏବଲ୍ ଟୁ ଟିଚ୍ ଅଦର୍ସ। ଆଉ ପ୍ରତ୍ୟେକ ବିଶ୍ୱାସୀ ସେ ସକ୍ଷମ ହେବାର ଅଛି ଯେ ସେ ଗୋଟେ ଲୋକକୁ ଶିକ୍ଷା ଦେଇପାରିବ। ଆଉ ଯଦି ଆମେ ଦେଖିବା ବୋଲେ ଗୋଟେ 30 ବର୍ଷର ଖ୍ରୀଷ୍ଟିଆନ ସେ କ'ଣ ସମ୍ପୂର୍ଣ୍ଣ ଭାବରେ କହିପାରିବ ସୁସମାଚାର ବୋଲି କ'ଣ? ଆଉ ଆମେ ଅନେକ ବର୍ଷ ଧରି ଚର୍ଚ୍ଚ ଆସୁଛୁ ପ୍ରିୟମାନେ, ମାତ୍ର ଆମକୁ ଯଦି ଗୋଟେ ବିଜାତି ପଚାରିବ ବାହାରେ ଗଲେ ସୁସମାଚାର ବୋଲେ କ'ଣ କାହିଁ ଟିକେ କୁହ ତ ବୋଲି କହିବେ, ଆମର ଆମେ ଉତ୍ତର ତାକୁ ଦେଇପାରିବା କି? ଆମେ ଚର୍ଚ୍ଚ ଯାଉଛୁ ମାତ୍ର ଆମେ କିଛି ସଞ୍ଚୟ କରୁନୁ, ସେଥି ଯୋଗୁଁ ଆମର ବହୁତ ବଡ଼ ନୁକସାନ ହେଇଯାଉଛି, କ୍ଷତି ହେଇଯାଉଛି। ଆଉ ତାପରେ ଆମେ ଗୋଟେ ମେଚର ବିଶ୍ୱାସୀ ବା ପରିପକ୍ୱ ବିଶ୍ୱାସୀ ସେ ଅନ୍ୟମାନଙ୍କୁ କ'ଣ ଶିଷ୍ୟତ୍ୱ କରିପାରିବ, ଅର୍ଥାତ୍ ଗୋଟେ ଲୋକର ଜୀବନକୁ ସେ ଭଲ ରାସ୍ତାରେ ଆଣିପାରିବ। ଆଜି ଆମର ଜୀବନ ଏମିତି ଅଛି କି ଯେ ଆମର ଜୀବନ ଦ୍ୱାରା ଗୋଟେ ଖରାପ ଲୋକ ଭଲ ହେଇପାରେ, ସେମିତି ଆମର ଜୀବନ ଅଛି କି? ଆମେ ସେତେ ସକ୍ଷମ କି? ଆମେ ସେତେ ଆଉ ଆତ୍ମିକ କି ଯେ ମୋର ଜୀବନ ଦ୍ୱାରା ଗୋଟେ ମଦୁଆ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରବ, ସେ ପରିତ୍ରାଣ ପାଇବ ଆଉ ସେ ଚର୍ଚ୍ଚକୁ ଆସିବ। ଆମେ ସେଠି ଲେଭେଲରେ ଯାଇଛୁ କି ନା? ଆଜି ମିଶା ଆମର ଜୀବନରେ ଖରାପ ଅଭ୍ୟାସ, ଏ ପୁଡ଼ିଆ ଖଇନି ମଦ ଏସବୁ ବିଷୟ ଗୁଡ଼ାକ ରହିଛି। ଆଉ ଯଦି ରହିଛି ତେବେ ଆମେ କେବେ ମଧ୍ୟ ଆମେ ଅନ୍ୟ ଲୋକକୁ ଭଲ କରିପାରିବା ନାହିଁ। ଗୋଟେ ମଦ ପିଇବା ଲୋକ ଆରି ଗୋଟେ ଲୋକକୁ ମଦ ଛାଡ଼ ବୋଲି କହିପାରିବ କି ନାହିଁ? ଯଦି କହିବ ବୋଲେ ସେ କ'ଣ ଉତ୍ତର ଦେବ? ତୁଇ ଆଗେ ଛାଡ଼, ତାର ପଛେ ମୋତେ କହ ବୋଲି କହିବ ନେଇକି। ତ ସେପରି ଆମମାନଙ୍କର ଜୀବନ ନ ହେଉ, ଆମେ ଆଗକୁ ବଢ଼ବା, ଆମେ ଉନ୍ନତ ହେବା, ଯେପରିକି ତୋ ଦ୍ୱାରା ଈଶ୍ୱରଙ୍କର ଗୌରବ ହେବ ପ୍ରିୟମାନେ। ଆଉ ଗୋଟେ ଶିଶୁକୁ ଆମେ କେମିତି ଜାଣିପାରିବା? ସେ ସହଜରେ ଆଉ ସେ ଡିସିଭ୍ ବା ତାକୁ ଆମେ ଆଉ ଧୋକା ଦେଇପାରିବା। ଶିଶୁ ଲୋକ ଏବେ ଗୋଟେ ଛୋଟ ଶିଶୁକୁ ଗୋଟେ ଚକୋଲେଟ୍ ଦେଇକରି ମଧ୍ୟ କୁଆଡ଼େ କୁଆଡ଼େ ନେଇ ଯାଉଛନ୍ତି ନେଇକି। ତ ବିଶ୍ୱାସୀ ମାନେ ମଧ୍ୟ ଯେତେବେଳେ ଭ୍ରାନ୍ତ ଶିକ୍ଷା ଆସିବ ସେମାନେ ବହୁତ ସହଜରେ ସେମାନେ ଭ୍ରାନ୍ତ ହେଇଯିବେ। ତ ଆମେ ସେମିତି ହେବା ନାହିଁ। ଆଉ ସେମାନେ ବହୁତ ସହଜରେ ସେମାନେ ନିରୁତ୍ସାହିତ ହୋଇଯିବେ। ଶିଶୁ ଲୋକକୁ ଗୋଟେ ପଦ ବାଜିଲା ପରେ କହିଲେ ସେ ନିରୁତ୍ସାହିତ ହେଇଯିବ, ଆଉ ସେ କିଛି ମଧ୍ୟ କରିପାରିବ ନାହିଁ। ଆଉ ସେମାନେ ଡକ୍ଟ୍ରିନରେ ବା ସିଦ୍ଧାନ୍ତରେ ସେମାନେ ଦୁର୍ବଳ ଅଟନ୍ତି। ସେମାନେ କିଛି ମଧ୍ୟ ଶିକ୍ଷା ଜାଣିନାହାନ୍ତି। ଆଉ ସେମାନେ କ'ଣ ନିଜର ଭାବନା ଦ୍ୱାରା ସେମାନେ ନିୟନ୍ତ୍ରିତ ହେବେ। ଆଜି କ'ଣ ଆମେ ଆମର ଭାବନା ଦ୍ୱାରା ଆମେ ନିୟନ୍ତ୍ରିତ ହେଉଛୁ ନା ଆମେ ଈଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା ଆମେ ନିୟନ୍ତ୍ରିତ ହେଉଛୁ? ନିଜକୁ ପରୀକ୍ଷା କରିବା। ଆଉ ସେମାନେ କ'ଣ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେନି ଆତ୍ମିକ ଜୀବନରେ ବଢ଼ବା ପାଇଁ। ତ ପ୍ରିୟମାନେ ଏସବୁ ହେଉଛି ଶିଶୁର ଚିହ୍ନ ଗୁଡ଼ାକ। ମାତ୍ର ଈଶ୍ୱର ଚାହୁଁନାହାନ୍ତି ଯେ ତାଙ୍କର ଲୋକମାନେ ସବୁବେଳେ ଶିଶୁ ଆଖି କରିବେ। ଏବେ କୋଉ ମା ଆଉ କୋଉ ବାପା ଚାହିଁବ ଯେ ମୋର ପୁଅ ସବୁବେଳେ ଏଡ଼କିଟା ଥାଉ ବୋଲି କିଏ ଚାହିଁବେ କି? ନାହିଁ। ମାତ୍ର ସେ ବଡ଼ ହେଉ, ସେ କାମ କରୁ, ସେ ନିଜର ଗୋଡ଼ରେ ଷ୍ଟାଣ୍ଡ ହେଉ ବୋଲି ସମସ୍ତେ ଚାହିଁବେ କି ନାହିଁ? ସେପରି ଆମର ସ୍ୱର୍ଗସ୍ଥ ପିତା ମଧ୍ୟ ଚାହୁଁଛନ୍ତି ଯେ ଆମ୍ଭେମାନେ ନିଜର ଗୋଡ଼େ ଆମେ ଷ୍ଟାଣ୍ଡ ହେବା, ଆମେ ଷ୍ଟ୍ରଙ୍ଗ ହେବା। ଆମେ ଏମିତି ଷ୍ଟ୍ରଙ୍ଗ ହେବା ଯେ ଆମର ଜୀବନ ଦେଇ ହଜାର ହଜାର ଲୋକ ପ୍ରଭୁଙ୍କୁ ଗ୍ରହଣ କରବାର ଅଛି। ପ୍ରଭୁଙ୍କର ସ୍ତୁତି ହେଉ, ତାଙ୍କର ମହିମା ହେଉ। ଆଉ ଯଦି ଆମେ ଖାଲି ବଞ୍ଚିବା ଆଉ
ସାଧାରଣ ଭାବରେ ସାଧାରଣ କର୍ମ କରି ଦୁନିଆରୁ ଚାଲିଯିବା ସେଥିରେ କି ଈଶ୍ୱରଙ୍କର ଗୌରବ କିଛି ମଧ୍ୟ ନାହିଁ। ସେମିତି ତ କୋଟି କୋଟି ଲୋକ ବଞ୍ଚୁଛନ୍ତି, ଖାଲି କାମ ଯାଉଛନ୍ତି, ପଇସା କମାଉଛନ୍ତି, ଆରି ଘରେ ଆକା ରହୁଛନ୍ତି, ମାତ୍ର ସେମାନଙ୍କର ଜୀବନ ଦେଇ ଈଶ୍ୱରଙ୍କର ଗୌରବ ହେଉଛି କି ନାହିଁ। ମାତ୍ର ଅନେକ ଲୋକମାନେ ଆଜି ଈଶ୍ୱରଙ୍କର କାର୍ଯ୍ୟ କରୁଛନ୍ତି ଆଉ ସେମାନଙ୍କର ଜୀବନ ଦେଇ ସ୍ୱର୍ଗର ଈଶ୍ୱରଙ୍କର ଗୌରବ ହେଉଛି। ତ ଆମେ ଏମିତି ଗୋଟେ ନର୍ମାଲ ଜୀବନ କାଟବା ନାହିଁ, ଆମେ ପ୍ରଭୁଙ୍କର ପାଇଁ କ'ଣ ଗୋଟେ କରବା ଯେ ତୋ ଦ୍ୱାରା ପ୍ରଭୁ ଗୌରବାନ୍ୱିତ ହେବେ, ପ୍ରଭୁଙ୍କର ସ୍ତୁତି ହେଉ, ତାଙ୍କର ମହିମା ହେଉ। ଆଉ ଆମେ 14 ପଦ ପଢ଼ବାକେ ହେଲେ ପଢ଼ନ୍ତୁ। କିନ୍ତୁ ବୟପ୍ରାପ୍ତ ଲୋକେ ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ରିୟ ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ପ୍ରଭୁଙ୍କର ସ୍ତୁତି ହେଉ। ତ ମୁଁ କହୁଛି ପ୍ରିୟମାନେ, ଆମେ କେମିତି କରିଲେ ଆତ୍ମିକ ଜୀବନରେ ବଢ଼ିପାରିବା ଧ୍ୟାନ ଦେଇ ଶୁଣନ୍ତୁ। ଆଉ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା ଦ୍ୱାରା ଆମେ ଆତ୍ମିକ ଜୀବନରେ ବଢ଼ିପାରିବା, ଏଇଟା ଫାର୍ଷ୍ଟ ପଏଣ୍ଟ। ଆଉ ସେକେଣ୍ଡ ପଏଣ୍ଟ ହେଉଛି ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିବା ଦ୍ୱାରା ଆମେ ଆତ୍ମିକ ଜୀବନରେ ବଢ଼ିପାରିବା। ଆଉ ଥର୍ଡ ପଏଣ୍ଟ ହେଉଛି ଆମେ ଯାହା ଆମେ ଈଶ୍ୱରଙ୍କର ବାକ୍ୟକୁ ଶୁଣୁଛୁ, ଧାର୍ମିକତାର ବାକ୍ୟକୁ ତା ଅଭ୍ୟାସ କରିବା ଦ୍ୱାରା ପ୍ରତିଦିନ ଆମେ ଆତ୍ମିକ ଜୀବନରେ ବଢ଼ିପାରିବା। ତ ଶୁଣିବା ଦ୍ୱାରା, ତାପରେ ଆଉ ତାଙ୍କର ବାକ୍ୟକୁ ମାନିବା ଦ୍ୱାରା, ଆଉ ଯାହା ଆମେ ଶୁଣୁଛୁ ମଣ୍ଡଳୀରେ ତାହା ଡେଲି ଆମର ଜୀବନରେ ଲଗାଇବା ଦ୍ୱାରା ଆମେ ଆତ୍ମିକ ଜୀବନରେ ବଢ଼ିପାରିବା। ଆଉ ଯଦି ଶୁଣିବା ନାହିଁ, ମାନିବା ନାହିଁ, ପାଳନ କରିବା ନାହିଁ ବୋଲେ ଆମେ ଆତ୍ମିକ ଜୀବନରେ ବଢ଼ବା କି ନାହିଁ। ଆମର ଜୀବନ ଏମିତି ଆକା ରହିଯିବ, ଆମେ କିଛି କରିପାରିବା ନାହିଁ। ଆଉ ଯେତେବେଳେ ଆମର ଟାଇମ୍ ଆସିବ ଆମେ ମରିଯିବା, ବସ୍ ଆମର ଜୀବନ ସମାପ୍ତ ହୋଇଯିବ। ମାତ୍ର ଯେଉଁମାନେ ଈଶ୍ୱରଙ୍କର ବାକ୍ୟ ପାଳନ କରିବେ ଧନ୍ୟ ସେମାନେ, କାରଣ ଈଶ୍ୱର ସେମାନଙ୍କର ଜୀବନ ଦେଇ ଗୌରବ ପାଇବେ। ଆଉ ଯଦି ଆମେ ମେଚର ଖ୍ରୀଷ୍ଟିଆନ ମାନଙ୍କର ବିଷୟରେ ଦେଖିବା ବା ପରିପକ୍ବ କେଉଁମାନଙ୍କୁ ଆମେ କହିପାରିବା, ଯେଉଁମାନେ କି କ'ଣ ଈଶ୍ୱରଙ୍କର ବାକ୍ୟକୁ ଜାଣନ୍ତି, ଗୋଟେ ବଡ଼ ସ୍ପିକର ଆଇଲେ ମଧ୍ୟ କ'ଣ ତାର ଭୁଲକୁ ଧରିପାରିବେ, ସେମାନେ କ'ଣ ପରିପକ୍ବ ଲୋକମାନେ। ସେ ଆମେରିକାର ବକ୍ତା ମିଶା ହେଇଥାଉ, ଯଦି ସେ ଆସି ଯେତେବେଳେ ପ୍ରଚାର କରିବ, ସେ ଗୋଟେ ବାକ୍ୟ କହିବ ସେଟା ବାଇବଲରେ ନଥିବ, ସେମାନେ ଧରିପାରିବେ, ସେମାନେ ପରିପକ୍ବ ଲୋକମାନେ। ଆଉ ତାପରେ କ'ଣ ସେମାନେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରନ୍ତି, ଖାଲି ଶୁଣିବା ଲୋକମାନେ ନାହିଁ। ସେମାନେ ଯାହା ଶୁଣୁଛନ୍ତି ସେମାନେ ତାହା କର୍ମରେ ମଧ୍ୟ ଲଗାଇବେ। ଆଉ ତାପରେ କ'ଣ এই ବାକ୍ୟ ଅନୁସାରେ ସେମାନେ ଭଲ ଆରି ମନ୍ଦ ଭିତରେ ଗୋଟେ ଡିଫରେନ୍ସ କାଢ଼ିପାରିବେ। এটা ହେଉଛି ଭଲ, এটা ହେଉଛି ମନ୍ଦ ବୋଲି ସେମାନେ ପୁରା 100% ଗ୍ୟାରେଣ୍ଟି ଦେଇ କହିପାରିବେ। ସେମାନେ ହେଉଛନ୍ତି ପରିପକ୍ବ ଲୋକମାନେ। ଆଉ ସେମାନେ କ'ଣ ଈଶ୍ୱର ପରାୟଣ ନିଷ୍ପତ୍ତି ମଧ୍ୟ ନେଇପାରିବେ, ଠିକ୍ ଡିସିଜନ୍ ସେମାନେ ନେବେ। ତ ଏହି ଚାରିଟା କ୍ୱାଲିଟି ଯେଉଁମାନଙ୍କର ପାଖରେ ଅଛି ସେମାନେ ନେଚର ବିଲିଭର ମାନେ ବା ପରିପକ୍ବ ଲୋକମାନେ। ଆଉ ଏ କ୍ୱାଲିଟି ଯାହାର ପାଖରେ ଦେଖାଯାଉ ନାହିଁ ସେ ଏବେ ମିଶା ଗୋଟେ ଶିଶୁ, ଗୋଟେ କ୍ଷୀର ପିଇବା ଲୋକ। ଆତ୍ମିକ ଭାବରେ ସେ ଶାରୀରିକ ଭାବରେ ତାକୁ 60 ବର୍ଷ ହୋଇଥିବ, ମାତ୍ର ଆତ୍ମିକ ଭାବରେ ତାକୁ କିଛି ଜଣା ନାହିଁ, ତାକୁ ଈଶ୍ୱରଙ୍କର ବାକ୍ୟ ଜଣା ନାହିଁ, କି ସେ ପାଳନ ମଧ୍ୟ କରୁନାହିଁ, କି ସେ ଭଲ ମନ୍ଦ ଭିତରେ ଗୋଟେ ପାର୍ଥକ୍ୟ ମଧ୍ୟ କାଢ଼ି ପାରିବ ନାହିଁ। ଆଉ କ'ଣ ସେ ଠିକ୍ ଡିସିଜନ୍ ମଧ୍ୟ ନେଇପାରିବ ନାହିଁ। ଆଉ ଠିକ୍ ଡିସିଜନ୍ ଯଦି ନ ନେବା ତେବେ କ'ଣ ହେବ, ଆମର ଜୀବନ ଆକା ବି ନଷ୍ଟ ହେବନି। ଆଉ 2 ଘଣ୍ଟା ଆଜ୍ଞା ମଧ୍ୟ ୟୁଥ୍ ମିଟିଂରେ ଶିକ୍ଷା ଦେଉଥିଲେ ଯେ ଠିକ୍ ସମୟରେ ଠିକ୍ ଡିସିଜନ୍ ନେବାର ଅଛି। ଆଉ ଯଦି ଠିକ୍ ସମୟରେ ଠିକ୍ ଡିସିଜନ୍ ନେବ ନାହିଁ, ସମୟ ଚାଲିଗଲା ପରେ ଆରି କ'ଣ କରିହେବ କି, କିଛି ନାହିଁ। ଆଉ ସେ ଗୋଟେ ଏକ୍ଜାମ୍ପଲ୍ ମଧ୍ୟ ଦେଉଥିଲେ, ଯେମିତି ମହୁ ବହିଲା ବେଳେ ସେଟାକୁ ଚାଟବାର ଅଛି, ଯଦି ଏଠି ପଳାଇଲେ ବୋଲେ ଆରି ଚାଟ ହେବ ନାହିଁ। ତ ପ୍ରିୟମାନେ ସମୟ ଥାଉ ଆକା ଠିକ୍ ଡିସିଜନ୍ ନିଅନ୍ତୁ। ଯଦି ସମୟ ଚାଲିଯିବ ତାର ପଛେ ଆରି ଯାଇକରି ପ୍ରଚାର କରିବି ବୋଲି ମିଶା ହେବ କି, ଇଚ୍ଛା ଥିବ ମାତ୍ର ଉଠିବା ପାଇଁ ଶକ୍ତି ନଥିବ, ସେତେବେଳେ ସେମିତି ଅବସ୍ଥା ଆମର ନ ହେଉ। ଆଉ
परमेश्वर चाहूछंती जे प्रत्येक विश्वासी माने बढ़ंतु खाली चर्च आसी कोई गोटे दुईटा गीत गाई करी गोटे 20 टंका चांदा दे चली जातु यह परमेश्वर इच्छा नहीं। परमेश्वर इच्छा जे मोर पुओ झियो माने बढ़ंतु अरे बड़ी बड़ी से माने मोर पुत्र प्रभु जीशुंकर भली हुअन्तु। प्रभु स्तुति हो यह परमेश्वर इच्छा अटे। मात्र आमे भावुछु जीवा रविवार दिन गोटे 30 टंका गोटे चांदा पकाई देबा गोटे दुईटा गीत गाई करी वाक्य कहवा टिके आउरी टिके सोई करी आमे पळाई जीवा बस सेतकी हमर काम तार पछे छिड़ला आउरी तार पछे सप्ताह जाको काम करवा तार पर चारि नेक्स्ट सप्ताह रे आमे सेंती करवा मात्र ता ईश्वरंकर इच्छा नुहे। ईश्वर चाहूछंती जे हमर सृष्टिकर्ता जे स्वर्ग रे अछंती मोर प्रत्येक लोक माने प्रभु जीशुंकर भली हेबार अछि। तो प्रिय माने आमे माने प्रभु जीशुंकर भली हेबार अछि सेटा पय आमे चर्च रे अछु आर परमेश्वर मध्ये हमकु रखी छंती एडी खाली कमाई करी निजर परिवार को पोसबा पय आका नाही तांकर भली हेबा पे हमकु रखी छंती। तो प्रभुंकर वाक्य केवल सुनबाटा यथेष्ट नै ताको पालन करबार अछि। आज तो कोटी कोटी लोक हमर पर वाक्य सुनुछंती आज रविवार कोटी कोटी लोक शुणुछंती कि नाई मात्र पालन करवा लोक बहुत अल्प आ परमेश्वर चाहूछंती जे पालन करंतु मोर लोक माने तेबे से माने आशीर्वाद पाइबे से मानकर परिवार रे थिबा समस्या हेबो समस्या समाधान हेबो। आ मु यहाँ आपण माननको ग्यारंटी दे गोटे प्रोफेटिक वर्ड कहबी जे आपण जदि ईश्वरंकर वाक्य पालन करबे आपणकर परिवार रे थिबा समस्या समाधान हेबो परमेश्वर निश्चय करबे। आज कौन पाए आम परिवार रे समस्या समाधान हेउ नाई आम ईश्वरंकर वाक्य को केवल शुणुछु चर्च रे आसी मात्र मानुनु सेटार पाई हमर घर समस्या समाधान हेउ नाई। आमे जदि मानबा बोले पवित्र आत्मा परमेश्वर हमर परिवार रे कार्य करी से हमर परिवार रो समस्या को समाधान करबे। मात्र आमी खाली सुनवा लोक हेबा द्वारा स्वर्ग रो कोनोसी आशीर्वाद हमर परिवार रे आसुनी। तो आपण माने चाहूछंती कि नाई मोर परिवार रो समस्या समाधान हेउ बोली यदि मोर पुओ मद पिउछि से मद छाड़ी प्रभु को ग्रहण करू बोली चाहूछंती कि नाई यदि चाहूछंती ए बाइबल रो कथा को मानंतु आ तेबे आपण ईश्वरंकर महिमा को देखि पारबे निजर परिवार रे आश्चर्य कर्म को देखि पारबे जोटा कि असंभव सेटा को मध्य से करी कर देखाइबे। मात्र आमे मानबार अछि तमर आज्ञा को अपेक्षा करबार अछि तेबे हमर पुओ हमर झियो जेते दुष्ट जेते खराब हेथिले मध्य से चेंज करबे। प्रभुंकर स्तुति हेउ महिमा हेउ से चेंज करी छन्ते से चेंज करू छन्ते से आकु मध्य चेंज करबे। प्रभुंकर स्तुति हेउ महिमा हेउ हमर प्रभु जीवित प्रभु से फोटो की मूर्ति नहांती से कार्य करबा प्रभु अटन। प्रभुंकर स्तुति हो महिमा हो आमे डाकले से उत्तर देवा प्रभु अटंती से गोटे मूर्ति नहांती जीवित परमेश्वर अटंती। तो प्रिय माने आमे पालन करबा पे एटलिस्ट चेष्टा करब। तो प्रभुंकर स्तुति हो महिमा हो गोटे कथा कोई करी मु समाप्त करबा पे चाहे आजिर वाक्य को आमे प्रभु को जानवा लोक माने मात्र आमे केवल वाक्य रो सुनवा लोक नही आमे वाक्य रो पालन करवा लोक हेबा तेबे आमे आशीर्वाद पाइबो हमर परिवार रो समस्या समाधान हेबो हमर परिवार उन्नत हेबो और हमर जीवन दे ईश्वर गौरव पाइबो हमर परिवार दे ईश्वर गौरव पाइबो। तो आमे केवल शिशु मात्र न हे आमे आकु धीरे धीरे बढ़वा यह ईश्वरंकर इच्छा अटे आ प्रभुंकर वाक्य पढ़वा द्वारा सुनवा द्वारा और मानवा द्वारा आमे गोटे परिपक्व लोक होई पार। तेबे आपण माने बाछंतु जे सब बेला आपण को गोटे शिशु होई कर रहबार अछि ना बॉडी करी परिपक्व लोक हेबार अछि ता हम आपण मानकर हाथ रे रखुछि आ प्रभु मध्य का को बाध्य करबे नाही जे तू जबरदस्ती बाइबल पढ़ा बोली बाध्य करबे कि नाही। तो आपण माने बाछंतु आपण मान को बड़बार अछि ना सीमित होई करी रहबार अछि। तो परमेश्वर पिता आज वाक्य को पालन करिबा पाई एठार उपस्थित आम प्रत्येक को अनुग्रह और आशीर्वाद करन। आमीन।